ଥରେ ସବୁ ଜିନିଷ ମାଡ଼ି ବସି ଧରିଛନ୍ତି ଆପଣମାନେ, ଠିକ୍ ଅଛି ଧରନ୍ତୁ। ଆପଣଙ୍କ ଜିନିଷ ଆପଣ ମାଡ଼ି ବସି ଧରିଛନ୍ତି, ସେଥିରେ ଦୁଃଖ ମିଳୁଛି ଏବଂ ସୁଖ ମଧ୍ୟ ମିଳୁଛି। ଦୁଃଖ ମଧ୍ୟ ମିଳୁଛି, ସୁଖ ମଧ୍ୟ ମିଳୁଛି। ବେଳେବେଳେ ଭାରି ଦୁଃଖ ମିଳୁଛି, ସୁଖ ବି ମିଳୁନାହିଁ। ଯାହା ମିଳୁନା କାହିଁକି କେବେ ଛାଡ଼ିବାକୁ ଇଚ୍ଛା ନାହିଁ, ପୁରା ମାଡ଼ି ବସି ଧରିବାକୁ ଇଚ୍ଛା ଅଛି। ଆରେ ସବୁ ତ ମୁଁ କରିଛି, ସବୁ ତ ମୋର, ଜାଣୁ ଜାଣୁ ଶୁଣୁ ଶୁଣୁ କେମିତି ଆକୁ ଛାଡ଼ିଦେବି। ଠିକ୍ ଅଛି, ଇଏ ଗୋଟେ ଅନୁଭବ ଆପଣ ପାଖରେ ଅଛି। ଏ ଅନୁଭବରେ ଜୀବନ ନିର୍ବାହ ହେଉଛି। ଆଉ ଗୋଟେ ଅନୁଭବ, ସବୁ ଛାଡ଼ି ଦେଇକି ସବୁ ସମର୍ପଣ କରିଦେଇ ସବୁକିଛି ପ୍ରଭୁଙ୍କର ବୋଲି ଭାବି ତାଙ୍କର ଦାସ ବା ସେବକ ବା ଭୃତ୍ୟ ଭାବରେ କର୍ମ କରି ଚାଲିଲେ ଦେଖିବେ ଜୀବନଟା କେମିତି ଲାଗୁଛି। ଏ ଜୀବନଟା କେମିତି ଲାଗୁଛି ପରୀକ୍ଷା କରି ଦେଖନ୍ତୁ। ନିଜେ ନ କଲେ ଆପଣଙ୍କର ସେ ଅନୁଭବ କେମିତି ହେବ? ବାବା ତାଙ୍କର ଏକ୍ସପିରିଏନ୍ସ କହୁଛନ୍ତି। ଆପଣ ଯେତେ ସଜାଡ଼ିବାକୁ ଚାହୁଁଛନ୍ତି ସଜାଡ଼ି ପାରୁନାହାନ୍ତି। ଥରେ ସବୁ ଦାୟିତ୍ୱ ଦେଇ ଦେଇ ଏ ସୃଷ୍ଟିର ଯେ ସ୍ରଷ୍ଟା, ଯାହା ହାତରେ ସମସ୍ତ ଚାବିକାଠି ଅଛି, ତାକୁ ଦେଇ ଦେଇ ଆପଣ ତାର ପିତ୍ରାର୍ଥେ କର୍ମ କରି ଚାଲନ୍ତୁ। ତା ଦେଖିବେ ସେ ଅନୁଭବ ଏ ଅନୁଭବ କ'ଣ। ତେଣୁ ସାଧନା କରନ୍ତୁ। ଯାହା କହିଲେ ଗୁରୁ ତାହା ହିଁ ବିଶ୍ୱାସ କରି ସାଧନା କରନ୍ତୁ। ସାଧନା କରିବାକୁ ହେଲେ ଚାରିଟି କଥାର ଆବଶ୍ୟକତା ଅଛି ବୋଲି ଗୁରୁଦେବ ସବୁବେଳେ କହୁଥିଲେ। ପ୍ରଥମେ ହେଉଛି ଶ୍ରଦ୍ଧା। ତେଣୁ ଶ୍ରଦ୍ଧା ନ ରହିଲେ କାହାରି ସାଧନା ହେବନି। ଆଦୌ ଶ୍ରଦ୍ଧା, ତତ୍ପର ସାଧୁ ସଙ୍ଗ, ତତ୍ପର ସାଧନା, ତତ୍ପର ସିଦ୍ଧି। ଗୀତାରେ ଲେଖା ଅଛି, ଶ୍ରଦ୍ଧାବାନ ଲଭେତେ ଜ୍ଞାନ, ତତ୍ପର ସଂ ଜିତେନ୍ଦ୍ରିୟ, ଜ୍ଞାନଂ ଲବ୍ଧା ପରାଂ ଶାନ୍ତି, ମଚିରଣେ ଅଧିଗଚ୍ଛତି। ତେଣୁ ଶ୍ରଦ୍ଧାବାନ ଲଭେତେ ଜ୍ଞାନ। ଶ୍ରଦ୍ଧା ହେଇଛି ବୋଲି ଆପଣ ଆସିଛନ୍ତି, ଶ୍ରଦ୍ଧା ହେଇଛି ବୋଲି ଆପଣ ବସିଛନ୍ତି, ଶ୍ରଦ୍ଧା ହେଇଛି ବୋଲି ଆପଣ ଶୁଣୁଛନ୍ତି, ଶ୍ରଦ୍ଧା ହେଇଛି ବୋଲି ଆପଣ ସାଧନା କରୁଛନ୍ତି। ଶ୍ରଦ୍ଧା ଗୋଟେ ଓଡ଼ିଆ ଶବ୍ଦ ନୁହେଁ, ଶ୍ରଦ୍ଧା ହେଉଛି ଗୋଟେ ସାଂସ୍କ୍ରିଟ ଶବ୍ଦ। ଶ୍ରଦ୍ଧା ଅର୍ଥ ବିଶ୍ୱାସ। ଛାଡ଼ନ୍ତୁ, କହିଲେ ବହୁତ ସମୟ ଲାଗିବ। ତେଣୁ ଆପଣ ଭାବନ୍ତୁ, ଶ୍ରଦ୍ଧା ମୋର ଆସିଛି। ତେଣୁ ଯଦି ସାଧନା ପ୍ରତି ବା ଭଗବାନଙ୍କ ପ୍ରତି କି ଗୁରୁଙ୍କ ପ୍ରତି ଶ୍ରଦ୍ଧା ନ ହେବ, ତାକୁ ସଂକ୍ଷେପରେ କହିଲେ, ଯଦି ଭଗବାନଙ୍କ ପ୍ରତି ମନରେ ଶ୍ରଦ୍ଧା ନ ଆସିବ, କିଏ ସେ ଭଗବାନ, ସେ କିଏ, କେଉଁଠି ଅଛନ୍ତି, କେମିତି ତାଙ୍କୁ ଦର୍ଶନ ଆଉ ଅନୁଭବ କରିହେବ? ଯଦି ମନରେ ଏଇ ଶ୍ରଦ୍ଧାଟିକ ନ ଆସିବ, ତାହେଲେ ଆମର ସାଧନା କେତେବେଳେ ହେବ ନାହିଁ। ନିଶ୍ଚିନ୍ତ ଶ୍ରଦ୍ଧା ଅଛି, ଆମେ ଆସୁଛେ, ଦୀକ୍ଷା ଗ୍ରହଣ କରିଛେ, ନଥିଲେ କିଏ କେତେ ସନ୍ଧ୍ୟାବେଳେ କିଏ କୁଆଡ଼େ ଚାଲି ଯାଉଛନ୍ତି, କିଏ ମୋବାଇଲ ଦେଖୁଛି, ଆଉ ତ ଟିଭି ଦେଖିବା ଯୁଗ ନାହିଁ, ଆଉ କିଏ ବସି ଖେଳୁଛି, କିଏ ବୁଲିବାକୁ ଯାଉଛି, କିଏ ପାର୍କରେ ଦିନ କାଟି ଦେଉଛି, କିଏ କେମିତି ସମୁଦ୍ର କୂଳରେ ବସି ଦିନ କାଟି ଦେଉଛି। ଯାହାର ଶ୍ରଦ୍ଧା ଭଗବାନ ପାଇଁ ଅଛି, ସେ ବସି ସାଧନା କରୁଛି। ମନେ ବଣେ କୋଣେ ତାଙ୍କୁ ଡକାଯାଏ। ମନରେ 24 ଘଣ୍ଟା ଆପଣ ତାଙ୍କୁ ସ୍ମରଣ କରୁଥିବେ। ଆପଣ ନିଜେ ଜାଣିବେ ମୋ ମନଟା କେଉଁଠି ଅଛି। ୱାଚ୍ ୟୁଅର ମାଇଣ୍ଡ ଅଲୱେଜ୍, ୱାଚ୍ ୟୁଅର ଥଟ୍ସ ଅଲୱେଜ୍, ୱାଚ୍ ୟୁଅର ବ୍ରେଥ୍ ଅଲୱେଜ୍। ମୋ ମନଟା କେଉଁଠି ଅଛି ସର୍ବଦା ସ୍ମରଣ କରନ୍ତୁ। ଶ୍ରଦ୍ଧା ରହିଲେ
ସବୁବେଳେ ମନେ ରଖନ୍ତୁ ମୁଁ ସିଧା ବସିବି, ସବୁ ସମୟରେ ଖେଚରୀ ମୁଦ୍ରା କରିବି, ଆଉ ସବୁ ସମୟରେ ମୁଁ ମୋର ମନକୁ ଆଜ୍ଞା ଚକ୍ର ରଖିବା ପାଇଁ ଚେଷ୍ଟା କରିବି। ତାହା ହିଁ ସାଧନା। ଶ୍ରଦ୍ଧା ନ ରହିଲେ କେବେ ସାଧନା ହୁଏ ନାହିଁ। ଶ୍ରଦ୍ଧା ନହେଲେ କେବେ ଶ୍ରଦ୍ଧାନନ୍ଦ ପାଖକୁ ଆସିପାରିବେ ନାହିଁ। ଶ୍ରଦ୍ଧା ନହେଲେ କିଛି ଆପଣ କରିବେ। ମୋର ତ ଶ୍ରଦ୍ଧା ନାହିଁ, ତୋ ଘରକୁ ଯିବାକୁ କାହିଁକି ଡାକୁଛୁ? ପ୍ରତ୍ୟେକ କଥାରେ ଶ୍ରଦ୍ଧା ଅଛି। ଯଦି ଶ୍ରଦ୍ଧା ନାହିଁ ସେ କାମଟା କେବେ କରିହେବ ନାହିଁ। ତେଣୁ ଭଗବାନଙ୍କ ପାଇଁ ଆମ ମନରେ ଶ୍ରଦ୍ଧା ଆସୁ। କାହିଁକି ନା ସେ ଆମର, ଆମେ ତାଙ୍କର। ସେ ଆମର, ଆମେ ତାଙ୍କର। ପ୍ରଭୁ ମୁଁ ତୁମର, ତୁମେ ମୋର। ମୁଁ ତୁମର, ତୁମେ ମୋର। କେମିତି ମୁଁ ତୁମର? କାରଣ ମୁଁ ତୁମର ଅଂଶ ବିଶେଷ। ବାବା ବାରମ୍ବାର ସତ୍ସଙ୍ଗରେ ଉପସ୍ଥାପନା କରିଛନ୍ତି। ଗୀତାର 15 ଅଧ୍ୟାୟ ପୁରୁଷୋତ୍ତମ ଯୁଗରେ ଲେଖା ଅଛି, ମହିବାଂଶ ଜୀବଲୋକ ଜୀବଭୂତ ସନାତନ ମନ ଷଷ୍ଠେନ୍ଦ୍ରାଣୀ ପ୍ରକୃତି ସ୍ଥାନି କର୍ଷତି। ସମସ୍ତେ ଆମେ ସମସ୍ତେ ଗୋଟେ ଗୋଟେ ଜୀବାତ୍ମା। ଆମେ ପରମାତ୍ମାଙ୍କର ଅଂଶ ବିଶେଷ। ଯେତେବେଳେ ଆମେ ତ୍ରିଗୁଣ ରଜ୍ଜୁରେ ବାନ୍ଧି ପଡ଼ୁଛେ ସେତେବେଳେ ଆମେ ଜୀବାତ୍ମା ବୋଲି ତାଙ୍କଠାରୁ ଭିନ୍ନ ବୋଲି ଆମେ ଭାବୁଛେ। ଯେତେ ଚେଷ୍ଟା କରନ୍ତୁ ଜୀବାତ୍ମା ବୋଧଟା କେତେବେଳେ ଯାଉନାହିଁ କି ଯିବ ନାହିଁ। ଅନେକ ଜନ୍ମ ଧରି ଆପଣ ଆସିଲେଣି, ଜୀବାତ୍ମା ବୋଧଟି ଯାଉନାହିଁ।